पंचम स्कंध षोडश अध्याय श्री परीक्षित उवाच हे भूमिमंडले विस्तार तुम्हे कहिल मुनिवर जावत सूर्यर प्रकाश नक्षत्र चंद्रकर वास प्रियव्रतर आचरण जावत करिछि भ्रमण तहिरु कीर्ति उपुजिला जेणु शपथ सिंधु हेला एत कहिल विपरीत परे किबा दीप सात एहार जेतेक प्रमाण अपरे जेतेक लक्षण विशेष कह मुनिवर शुणिबा श्रद्धा जे मोर अखिल ब्रह्मांड कारण अनंत आत्मा जार गुण से स्थूल रूप भगवान जे ज्योति रूप सूक्ष्म ब्रह्म परम परंकर पर जे वासुदेव चक्रधर ताहांक चरणारविंदे मन मोर अप्रमादे जेणु तुम्भर गोचर नाही ए ब्रह्मांड भीतर एणु मम मनरे संशय भमुनि विस्तारिण कह श्री शुकवाच शुण परीक्षनुपवर मायारे प्रभुर शरीर संसार ताहार अभियान अशेष अछि जार स्थान ताहार गुण कर्ममान ଏହା के करिब दर्शन ताहार गुण कर्ममान ଏହା के करिब वर्णन नर मर जेवे होई केवे वर्णि न पारई तथापि श्रेष्ठ श्रेष्ठ करी कहिबा शुण दंडधारी भूगोल चरित वर्णन राजन हुओ सावधान ए जम्बू दीपनुपवर विकास कमल आकार अति अद्भुत सेहु स्थल अयुते योजन विस्तार हेमंते नव जे बरस सहस्रे योजन प्रकाश महत नव पर्वतरे विभाग होई सर्वठारे ए नव बरस मध्यरे बरस इलावृत ठारे ଯାହାକୁ ନାଭି ଦେଶେ ତହିଁ पर्वत राज ଅଛି ରହି ସୁବର୍ଣ୍ଣମୟ ବିରାଜିତ ଅତ୍ୟନ୍ତ ସୁନ୍ଦର ଅଦ୍ଭୁତ ମସ୍ତକ ଯାହାର ପ୍ରମାଣ 22,000 ଯୋଜନ ସ୍ଥୂଳ ଯାହାର ପରିମାଣ 16,000 ଯୋଜନ ସୁବର୍ଣ୍ଣ ଶୃଙ୍ଗ ତିନି ତାର ମହିରେ ସ୍ତମ୍ଭର ଆକାର ପୂର୍ବ ଭାଗରେ ବେନିଗିରି ନୀଳ ଧବଳ ରୂପ ଧରି ଲବଣ ସିନ୍ଧୁ ନିକଟର 9,000 ଯେ ବିସ୍ତାର ନିଷଦ ହେମକୂଟ ଆଦି ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି ଏହା ଦକ୍ଷିଣେ ଗିରିବର ହିମାଳୟ ନାମ ତାହାର ସୁବର୍ଣ୍ଣ ଯଥାକ୍ରମେ ତାର ଅୟୁତେ ଯୋଜନ ବିସ୍ତାର ଅପରେ ମାଲ୍ୟ ପର୍ବବନ ବିଶାଳ ଯେ ଗନ୍ଧମାଦନ ଅୟୁତେ ଯୋଜନ ବିସ୍ତାର ବିରାଜେ ଜହିଁ ଗିରିବର ଏ ଭଦ୍ରାସ କେତୁମାଳ ଆଦି ଏହାଙ୍କ ନାମରେ ପ୍ରସିଦ୍ଧି ମହେନ୍ଦ୍ର ମେରୁ ଯେ ମନ୍ଦର ସୁବର୍ଣ୍ଣ ଆଦି ଗିରିବର ସ୍ୱର୍ଣ୍ଣଗିରି ଚତୁର୍ଦିଗରେ ପ୍ରାକାର ବେଷ୍ଟିତ ଆକାରେ ବୃକ୍ଷ ଗୋଦନ ଆଦି କରି ଜମ୍ବୁ କଦମ୍ବ ଯେ ଚତ୍ୱାରୀ ପର୍ବତ ଅଛି ମନୋହର ସହସ୍ର ଯୋଜନ ବିସ୍ତାର ଚତୁର ସିନ୍ଧୁ ତା ନିକଟେ ବିରାଜେ ଶୁଭ୍ର ନାନା ତଟେ ମଧୁର ଔଷଧି ଯେ ଫଳ ଜହିଁ ସକଳେ ଦେବ ମେଳ ଯେ ଯା ମତେ କରି ଧ୍ୟାନ ପ୍ରଭୁଙ୍କୁ କରନ୍ତି ଭଜନ ଏ ଭଦ୍ରରଥ ଜିତ ନନ୍ଦନ ବିରାଜେ କରୁଡ଼ ବାହନ ଜହିଁରେ ସୁମନ ସଗଣ କ୍ରୀଡ଼ା କରନ୍ତି ଅନୁକ୍ଷଣ କାମିନୀ ସଙ୍ଗତେ ଘେନିଣ ଜହିଁ ରହନ୍ତି ଦେବଗଣ 81 ଯୋଜନ ବିସ୍ତାର ବହୁ କ୍ରୋଟରେ ସେ ଗିରିର ଅତ୍ୟନ୍ତ ତୁଙ୍ଗ ବୃକ୍ଷବର ସୁରଙ୍ଗ ବର୍ଣ୍ଣ ଫଳ ତାର ସୁଗନ୍ଧ ଅମୃତ ସୁସ୍ୱାଦ ରସ ଘୋଳଇ ବିଶାରଦ ସେଠାରୁ ଗଦ ବରିସାର ମନ୍ଦର ହୋଇଛି ବାହାର ଅମୃତ ତୁଲ୍ୟ ଜମ୍ବୁ ଫଳ ପାଚି ପଡ଼ଇ ମହି ତଳ ହସ୍ତ ପ୍ରମାଣେ ଫଳ ସାର ରସ ଘୋଳଇ ଯେ ଅପାର ତହିଁରୁ ଜମ୍ବୁ ନଦ ଜାତ ଶୁଣ ସୁମନେ ପରୀକ୍ଷିତ ତାହାର ଜଳ ପରଶରେ ସୁବର୍ଣ୍ଣ ହୋଇଅଛି ତୀରେ ମହାକଦମ୍ବ ତରୁବର ତାହାର ମଧ୍ୟରେ କ୍ରୋଟର ପରମ ଧାମ ରୂପ ହୋଇ ତହିଁରୁ ମଧୁ ଯେ ସ୍ରବଇ ଇଳାବୃତକୁ ବେଢ଼ି କରି ବିଶାଳ ପୟ ସୀମା ମିଳେ ବିଷ୍ଣୁର ପୟରେ ରହିଲା ବହୁତ କାଳ ତହୁଁ ଗଲା ସହସ୍ର ଯୁଗର ଅନ୍ତରେ ପଡ଼ିଲା ଶୁଙ୍ଗୁ ମସ୍ତକରେ ଏ ଧ୍ରୁବ ପରମ ଭାଗବତ ଜାଣିଲେ ବିଷ୍ଣୁ ପାଦାମୃତ ଏ ଭକ୍ତି ଯୋଗରେ ବଶ ହୋଇ ଆନନ୍ଦେ ଅଙ୍ଗ ପୁଲ କଇ ମାର୍ଜନା କରିବା ନିମନ୍ତେ ଶିରରେ ବହିଲେ ତୁରିତେ ତେଣୁ ସକଳ ମୁନିଗଣ ପ୍ରଭାବ ଜାଣି ତତ୍କ୍ଷଣ
सकल आत्मा भगवान तपसाधिले जोग शून्य मुख्य कारणे से भजन्ति प्रभुଙ୍କ चरणे पूजन्ति से जल पाई हृष्ट होई जटारे थोइले से नेई तहु से बहुत प्रकारे तपे तोषिले पुरंदरे ताहाकु लक्ष्य करी गला ब्रह्मलोकरे से पड़िला तहु से विद्यमान होई चतुर्धा रूपकु से बोई शुण परीक्ष रूपवर ए नाम चतुर ताहार सीता अलकानंदा दुई सुभद्रा नामकु जे बोई ए चारि दिगरे से भ्रमई सिंधुरे प्रवेश हुई ए ब्रह्मा सदनु सीता जाई शिवार्चनारे से भ्रमई अध ऊर्ध्वरे भ्रमी जाई गंधमादले से पड़ई ताहार संगरे विहरी भद्रासु वसु सूक्ष्म करी ए सुर सिंधुर पूर्व दिगे प्रवेशी अच्छी अति बेगे मेरु शिखरे भद्रा जाई उत्तर दिगे से भ्रमई ए रवि तरंग शृंग देशे अलकानंदा जे प्रकाशे इलावृतर जे उत्तरे प्रजाए सुस्थ जार बळे जावत जीव सुखी होई अछन्ति जार जल खाई चित्रकूटर सीमा आदि कपिल वैदुर्य प्रसिद्धि नाना कानने नदी नद ए आदि जेतेक प्रसिद्ध मेरु कर्णक प्राय होई एतेक शीघ्र प्रकाश होई ଯାହାର ମେରୁ ପୃଷ୍ଠ ଦେଶେ 18 ଯୋଜନ ପ୍ରକାଶେ ଦେବକୁଟଗିରିରେ ଯାଇ ମେରୁର ପୂର୍ବ ଦିଗେ ରହି ପବନ ପାରିଜାତ ଦୁଇ ତାହାର ପଶ୍ଚିମେ ସେ ହୋଇ କୈଳାସ କରବୀର ଦୁଇ ଦକ୍ଷିଣ ପାଶେ ବିରାଜଇ ଉତ୍ତର ତ୍ରିଶିରେ ମକର ଅଛନ୍ତି ବେନିଗିରିବର ଅଷ୍ଟଗିରିର ମଧ୍ୟ ଦେଶେ ସୁବର୍ଣ୍ଣଗିରି ଯେ ପ୍ରକାଶେ ସୁବର୍ଣ୍ଣଗିରି ଅଗ୍ରଦେଶେ ବ୍ରହ୍ମାର ପୁର ଯେ ପ୍ରକାଶେ ଅୟୁତ ଯୋଜନ ସେ ହୋଇ ନାନାଦି କୁସୁମ ବାସଇ ସୁବର୍ଣ୍ଣ କୂଳ ମାନକର କିୟ ବା ଦେବା ପଟାନ୍ତର ହେମ କଳସ ଉଚ୍ଚପୁର ଚାରି ଦିଗରେ ସେ ତାହାର ଇନ୍ଦ୍ରାଦି ଦିଗ ପାଳଙ୍କର ସୁବର୍ଣ୍ଣ ମନ୍ଦିରର ଘର ଏଥି କର୍ମରେ ଯେଝା ମତେ ନିର୍ମିତ ପୁର ଯତ ଜିତେ ଅଷ୍ଟପାଳଙ୍କ ଅଷ୍ଟପୁର ସୁସଞ୍ଚ ଅତି ମନୋହର ପଞ୍ଚମ ସ୍କନ୍ଧେ ହୁବାଣୀ ଶୁଣି ସଂସାରୁ ତର ପ୍ରାଣୀ କହଇ ବିପ୍ର ଜଗନ୍ନାଥ କୃଷ୍ଣ ଚରିତ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାମି ସହିତାଂ वैशिक्यां पंचम स्कंदे भुवन कोश वर्णने नाम षोडशोऽध्याय बोल आनंदे एक बार हरि हरि बोल।